ପିଲାମାନେ ଆମେ ଜାଣିଛେ ପଇଡ଼ ବଡ଼ ମଧୁର, ବିଲୁଆ ଭାରି ଚତୁର। ଆଜିର ଗପଟିର ନାମ ହେଉଛି ବିଲୁଆ ମାଷ୍ଟର। ମହାରାଷ୍ଟ୍ରର ଆନ୍ଧ୍ରବନ ଏକ ଘଞ୍ଚ ଜଙ୍ଗଲ, ଯେଉଁଠାରେ କି ସୂର୍ଯ୍ୟଙ୍କ କିରଣ ଜଙ୍ଗଲ ମଧ୍ୟକୁ ସହଜରେ ପ୍ରବେଶ କରେ ନାହିଁ। ଏହି ଜଙ୍ଗଲ ମଧ୍ୟରେ ଗୋଟିଏ ବଡ଼ ପୁଷ୍କରଣୀ ଥିଲା, ଯେଉଁଥିରେ କି ଅତଳାତଳ ପାଣି ପୂର୍ଣ୍ଣ ହୋଇ ରହିଥିଲା। ଏହି ପୁଷ୍କରଣୀରେ ମହା ଆନନ୍ଦରେ ଗୋଟିଏ କୁମ୍ଭୀରିଣୀ ତାର ପିଲାମାନଙ୍କ ସାଥିରେ ରହୁଥିଲା। କୁମ୍ଭୀରିଣୀଟିର 50ରୁ ଉର୍ଦ୍ଧ୍ୱ ପିଲା ଥିଲେ। ପିଲାଛୁଆଙ୍କ ସହ କୁମ୍ଭୀରିଣୀ ବେଶ ଆନନ୍ଦରେ ଦିନତକ କାଟୁଥିଲା। ଦିନକର କଥା, ଗୋଟିଏ ବିଲୁଆ ଜଙ୍ଗଲରୁ ଶିକାର କରି ସେହି ପୁଷ୍କରଣୀ ବାଟ ଦେଇ ତା ଘରକୁ ଯାଉଥିଲା। ସେ ଜାଣିବାକୁ ପାଇଲା ଏହି ପୁଷ୍କରଣୀରେ 50ରୁ ଉର୍ଦ୍ଧ୍ୱ କୁମ୍ଭୀର ଅଛନ୍ତି। ବିଲୁଆ ମନେ ମନେ ଚିନ୍ତା କଲା, ଯଦି କୌଶଳ ଦ୍ୱାରା ଏହି କୁମ୍ଭୀରମାନଙ୍କୁ ଖାଇପାରିବି, ତେବେ ମୋର ପ୍ରାୟ 2 ମାସ ଭୋଜନର ଚିନ୍ତା ରହନ୍ତା ନାହିଁ। ବିଲୁଆ ମନେ ମନେ ବହୁ ଚିନ୍ତା କରି ଶେଷରେ ଗୋଟିଏ ଭଲ ଉପାୟ ବାହାର କଲା। ଦିନକର ଘଟଣା, ବିଲୁଆଟି ସେ ପୁଷ୍କରଣୀ ହୁଡ଼ା ଦେଇ ଯାଉଥିଲା। ଖରା ପୁଆଇବା ପାଇଁ କୁମ୍ଭୀରଣୀଟି ପୁଷ୍କରଣୀ କୂଳକୁ ଚାଲି ଆସିଥିଲା। ପୁଷ୍କରଣୀ ହୁଡ଼ାରେ ପଡ଼ି ରହି କୁମ୍ଭୀରଣୀ ଖରା ପୁଆଉଥିଲା। ବିଲୁଆଟି କୁମ୍ଭୀରଣୀକୁ ଦେଖି କହିଲା, କୁମ୍ଭୀରଣୀ ମ୍ୟାଡ଼ାମ, ନମସ୍କାର। ଆଉ ସଂସାର କେମିତି ଚାଲିଛି? ପିଲାମାନେ ଭଲ ଅଛନ୍ତି ତ? ବିଲୁଆର ଏହିଭଳି ବିନୟ ବ୍ୟବହାରରେ କୁମ୍ଭୀରଣୀ ଅତ୍ୟନ୍ତ ପ୍ରୀତ ହୋଇ ଉଠିଲା। ସେ ମଧ୍ୟ ବିଲୁଆକୁ ଭଲମନ୍ଦ ପଚାରିଲା। ବିଲୁଆ କହିଲା, ମ୍ୟାଡ଼ାମ, ଏବେ ତ ଛୁଟି ହୋଇଯିବାରୁ ସମୟ ବଡ଼ କଷ୍ଟରେ କଟୁଛି। ବଡ଼ ବିଜାର ଲାଗୁଛି। ସ୍କୁଲ ଚାଲିଥିବା ବେଳେ ପିଲାମାନଙ୍କ ସହ ପାଠ ପଢ଼ାରେ ସମୟ କଟି ଯାଉଥିଲା। ପିଲାମାନଙ୍କ ସହ ପାଠ ପଢ଼ାରେ ମୁଁ ଏମିତି ଅଭ୍ୟସ୍ତ ହୋଇଗଲିଣି, ସେମାନଙ୍କ ବ୍ୟତୀତ ମୋତେ କିଛି ବି ଭଲ ଲାଗୁନାହିଁ। ଏ ଜଙ୍ଗଲର ସମସ୍ତ ପିଲାମାନଙ୍କୁ ପରା ମୁଁ ପାଠ ପଢ଼େଇ ଶିକ୍ଷିତ କରାଇଛି। ଆଜି ଯେତେ ପଶୁ ଶିକ୍ଷିତ ହୋଇ ବଡ଼ ନାଁ କରିଛନ୍ତି, କେବଳ ଏହି ବିଲୁଆ ମାଷ୍ଟର ପାଇଁ। ଏ ସାରା ଜଙ୍ଗଲରେ ଏଇ ବିଲୁଆ ମାଷ୍ଟର ବେଶ ଜାଣିନ କି ମ୍ୟାଡ଼ାମ? ଆଚ୍ଛା ମ୍ୟାଡ଼ାମ, ତୁମ ପିଲାମାନଙ୍କୁ ଛୁଟିରେ ମୋ ପାଖକୁ ପଠାଉନ। ସେମାନେ ପାଠ ପଢ଼ି ଶିକ୍ଷିତ ହୁଅନ୍ତୁ। ଏଇ ପୁଷ୍କରଣୀ ମଧ୍ୟରେ ରହି ଖାଲି ମୂର୍ଖ ହେବା ଛଡ଼ା ପିଲାମାନେ ବାହାର ଦୁନିଆ ସମ୍ପର୍କରେ କିଛି ବି ଜାଣିପାରୁନାହାନ୍ତି। କୁମ୍ଭୀରଣୀ ବିଲୁଆ କଥାରେ ବେଶ ପ୍ରଭାବିତ ହୋଇ ଉଠିଲା। ସେ ମନେ ମନେ ଭାବିଲା, ସତେ ତ, ତା ପିଲାମାନେ ଏହି ପୁଷ୍କରଣୀ ମଧ୍ୟରେ ରହି ମୂର୍ଖ ହୋଇଯାଉଛନ୍ତି। ବାହାର ଦୁନିଆ ସମ୍ପର୍କରେ କିଛି ବି ଜ୍ଞାନ ଅର୍ଜନ କରିପାରୁନାହାନ୍ତି। ତେଣୁ କୁମ୍ଭୀରାଣୀ ତାର ପିଲାମାନଙ୍କୁ ବିଲୁଆ ମାଷ୍ଟର ପାଖରେ ପଢ଼େଇବାକୁ ମନ ବଳାଇଲା। କୁମ୍ଭୀରଣୀ ପ୍ରଥମେ ତାର 20 ପିଲାଙ୍କୁ ପାଠ ପଢ଼େଇବାକୁ ବିଲୁଆ ସାଙ୍ଗରେ ପଠାଇଲା। ବିଲୁଆ କୁନି କୁନି କୁମ୍ଭୀର ଛୁଆମାନଙ୍କୁ ସାଥିରେ ନେଇ ତାର ନିଜ ଘର ଅଭିମୁଖେ ଗଲା। କୁମ୍ଭୀରାଣୀ ମନେ ମନେ ଭାରି ଖୁସି ହୋଇଯାଇଥାଏ। ତାର ପିଲାମାନେ ପାଠ ପଢ଼ି ଶିକ୍ଷିତ ହେବେ, ଭଲ ନାଁ କରିବେ, ଜଙ୍ଗଲରେ 12 ଜୀବଜନ୍ତୁଙ୍କ ସାଙ୍ଗରେ ବସା ଉଠା କରିବେ। କୁମ୍ଭୀରଣୀ ଏମିତି ଭାବି ଭାବି ଆନନ୍ଦିତ ହୋଇ ଉଠୁଥିଲା। ବିଲୁଆ ଏହି ପିଲାମାନଙ୍କୁ ନେଇ ଏକ ଗୁମ୍ଫା ଭିତରେ ରଖିଦେଲା। ତାପରେ ନିତି ଗୋଟିଏ ଲେଖାଏଁ ବାହାରକୁ ଆଣି ଖାଇବାକୁ ଲାଗିଲା। 20 ଦିନ ପରେ ସବୁ ଛୁଆତକ ଖାଇଦେବାରୁ ତାର ଖାଦ୍ୟ ସବୁ ସଫା ହୋଇଗଲା। ପୁଣି କ'ଣ ଖାଇବ, ବଡ଼ ଚିନ୍ତାରେ ବିଲୁଆ ପଡ଼ିଗଲା। ତେଣୁ ବିଲୁଆ ପୁଣି କୁମ୍ଭୀରଣୀ ପାଖକୁ ଯିବାକୁ ଏକ ଯୋଜନା ପ୍ରସ୍ତୁତ କଲା। ବିଲୁଆ ପୁଷ୍କରଣୀ ନିକଟରେ ଯାଇ ପହଞ୍ଚିଲା। କୁମ୍ଭୀରଣୀ ବିଲୁଆକୁ ଦେଖି ବହୁତ ଖୁସି ହୋଇଗଲା। ବିଲୁଆ କୁମ୍ଭୀରଣୀ ମ୍ୟାଡ଼ାମଙ୍କୁ ନମସ୍କାର କରି ପିଲାମାନଙ୍କର ପାଠପଢ଼ା ବିଷୟରେ ବଖାଣି ବସିଲା। କେମିତି ପିଲାମାନେ ଅଙ୍କ ପଣିକିଆ ଶିଖିଗଲେଣି ଏବଂ 1 2 ଡଗଡଗ ହୋଇ ଡାକି ଯାଉଛନ୍ତି, ମିଶାଣ ଫେଡ଼ାଣ ଶିଖିଗଲେଣି। ବିଲୁଆ କହିଲା, ବୁଝିଲେ ମ୍ୟାଡ଼ାମ, ଆପଣଙ୍କ ବଡ଼ ପୁଅ ବହୁତ ବୁଦ୍ଧିମାନ। ସେ ଚଟାପଟ ପାଠ ଶିଖି ଯାଉଅଛି।
ସେ ବହୁତ ପଢ଼ିବ। ଦେଖିବ ସେ ଦିନେ ନା ଦିନେ ଏ ଜଙ୍ଗଲର ସବୁଠୁ ବଡ଼ ବିଦ୍ୱାନ ହେବ। କୁମ୍ଭୀରଣୀ ବିଲୁଆ ପାଖରୁ ନିଜ ପୁଅର ଏଭଳି ପ୍ରଶଂସା ଶୁଣି ତା ମନ କୁଣ୍ଢେମୋଟ ହୋଇଗଲା। ବିଲୁଆ ପୁଣି କୁମ୍ଭୀରଣୀକୁ କହିଲା, ବୁଝିଲ ମ୍ୟାଡ଼ାମ, ଆପଣଙ୍କର 20 ପିଲା ପାଠ ପଢ଼ୁଛନ୍ତି, ଭଲ ମଧ୍ୟ ପଢ଼ୁଛନ୍ତି। ଅବଶିଷ୍ଟ 30 ପିଲା କ'ଣ ମୂର୍ଖ ହେବେ? ସେମାନଙ୍କୁ ଆଜି ମୋ ସାଥିରେ ପଠାଅ। ସେମାନେ ବି ସେମାନଙ୍କ ଭାଇ ଭଉଣୀମାନଙ୍କ ସାଥିରେ ପାଠ ପଢ଼ିବେ। ବିଲୁଆର ଏହି କଥା କୁମ୍ଭୀରାଣୀର ମନକୁ ପାଇଲା। ସେ ଅବଶିଷ୍ଟ 30 ପିଲାଙ୍କୁ ପାଠ ପଢ଼ିବା ପାଇଁ ବିଲୁଆ ସାଙ୍ଗରେ ପଠାଇଲା। ବିଲୁଆ ଏଥର ବି ସେଇ 30 ପିଲାଙ୍କୁ ନେଇ ସେ ତା ଗୁମ୍ଫା ମଧ୍ୟରେ ରଖିଲା। ସେମାନଙ୍କୁ ପ୍ରତିଦିନ ଗୋଟି ଗୋଟି କରି ଖାଇବାକୁ ଲାଗିଲା। ଏମିତି ସେ ବିଲୁଆ ଖାଉ ଖାଉ 30 ଦିନରେ ସମସ୍ତ କୁମ୍ଭୀର ଛୁଆଙ୍କୁ ଶେଷ କରିଦେଲା। ବିଲୁଆ ଏଥର କ'ଣ ଖାଇବ ତାର ମୁଣ୍ଡରେ ଚିନ୍ତା ପଡ଼ିଲା। ସେ ଏଥର ମା କୁମ୍ଭୀରିଣୀ ଉପରେ ଆଖି ପକାଇଲା। କେମିତି କୁମ୍ଭୀରିଣୀକୁ ଖାଇବ ଉପାୟ ପାଞ୍ଚିଲା। ଶେଷରେ ବିଲୁଆ ଯାଇ ପୁଷ୍କରଣୀ ପାଖରେ ପହଞ୍ଚିଲା। କୁମ୍ଭୀରିଣୀ ବିଲୁଆକୁ ଦେଖି ଖୁସି ହେଇଗଲା। ନମସ୍କାର ଅବଧାନେ, ପିଲାମାନଙ୍କର ଖବର କେମିତି? ସେମାନେ କେମିତି ପାଠ ପଢ଼ୁଛନ୍ତି? ଆଉ ସେମାନଙ୍କର ଦେହ ପା କେମିତି ଅଛି? କୁମ୍ଭୀରାଣୀର ଏହି ପ୍ରଶ୍ନର ଉତ୍ତର କ'ଣ ଦେବ ଭାବି ଭାବି ବିଲୁଆ ଡରି ଯାଉଥାଏ। କିନ୍ତୁ ମନରେ ସାହସ ବାନ୍ଧି କହିଲା, ମ୍ୟାଡ଼ାମ, ତମେ ତ ଭଲ ମା। ପିଲାମାନଙ୍କୁ ଛାଡ଼ି ଦେଇ ବେଶ ଆରାମରେ ଏଇ ପୁଷ୍କରିଣୀରେ ଅଛ। ଥରେ ଚାଲ, ଦେଖି ଆସିବ କେମିତି ପିଲାମାନେ ପାଠ ପଢ଼ୁଛନ୍ତି, କେତେ ଶିକ୍ଷକ ହୋଇଗଲେଣି। କୁମ୍ଭୀରଣୀ ବିଲୁଆ ମାଷ୍ଟରର କଥାର ମର୍ମ ବୁଝିପାରି ନିଜକୁ ଧିକ୍କାର କଲା। ସେ ତାର ପିଲାମାନଙ୍କୁ ଦେଖି ଆସିବା ପାଇଁ ବ୍ୟସ୍ତ ହୋଇ ଉଠିଲା। ସେ ବିଲୁଆ ମାଷ୍ଟରଙ୍କ ସାଙ୍ଗରେ ତାର ପିଲାମାନଙ୍କୁ ଦେଖିବା ପାଇଁ ବାହାରିଲା। ବିଲୁଆ ମାଷ୍ଟର ସାଙ୍ଗରେ କୁମ୍ଭୀରଣୀ ତାର ପିଲାମାନଙ୍କୁ ଦେଖିବା ପାଇଁ ଚାଲିଲା। ବାଟରେ ଯାଉ ଯାଉ ସନ୍ଧ୍ୟା ହୋଇଗଲା। ବିଲୁଆ କହିଲା, ମ୍ୟାଡ଼ାମ, ଆମ ଘର ତ ବହୁ ବାଟ ରହିଲାଣି, ଏଣେ ସନ୍ଧ୍ୟା ବି ହୋଇଗଲାଣି। ଗୋଟେ କଥା କରିବା, ଆମେ ଏଇଠି କେଉଁଠି ବାଟରେ ଆଜି ରାତିକ ଅଟକି ଯିବା, ପୁଣି ସକାଳ ହେଲେ ବାହାରି ଯିବା। ବିଲୁଆ କଥାରେ କୁମ୍ଭୀରାଣୀ ରାଜି ହେଲା। ସେମାନେ ନିକଟସ୍ଥ ଏକ ଚାଷୀର ଖଳାକୁ ଗଲେ। ଚାଷୀଟି ତା ଖଳାରେ ନଡ଼ାରେ ଏକ କୁଡ଼ିଆ କରିଥାଏ। ବିଲୁଆ କୁମ୍ଭୀରାଣୀକୁ କହିଲା, ମ୍ୟାଡ଼ାମ, ଆପଣ ସ୍ତ୍ରୀ ଲୋକ, ତେଣୁ ଆପଣ ଏଇ କୁଡ଼ିଆ ଭିତରେ ଶୋଇପଡ଼ନ୍ତୁ। ମୁଁ ବାହାରେ ଶୋଇଛି। କୁମ୍ଭୀରାଣୀ ବିଲୁଆ କଥାରେ ରାଜି ହୋଇ କୁଡ଼ିଆ ଭିତରେ ଶୋଇଲା। ବିଲୁଆ କୁଡ଼ିଆ ଦ୍ୱାରରେ ଏକ ପଥର ରଖି କିଛି ସମୟ ବାହାରେ ଶୋଇ ରହିଲା। ଯେମିତି ରାତି ଅଧିକ ହେଲା, ବିଲୁଆ ନିକଟ ଗାଁକୁ ଯାଇ ନିଆଁ ଖଣ୍ଡେ ଧରି ଆସିଲା। କୁମ୍ଭୀରାଣୀ ଶୋଇଥିବା କୁଡ଼ିଆରେ ନିଆଁ ଲଗାଇ ଦେଲା। କୁମ୍ଭୀରାଣୀ ଆଉ ବାହାରକୁ ବାହାରି ନ ପାରି ତା ଭିତରେ ପୋଡ଼ି ହୋଇ ମରିଗଲା। କୁମ୍ଭୀରାଣୀକୁ ଖାଇବ ବୋଲି ବିଲୁଆ ଏକଦମ ନିଶାରେ ମସଗୁଲ ହୋଇଯାଇଥାଏ। ଏତେ ବଡ଼ କୁମ୍ଭୀରଣୀର ମାଂସ ସେ ଖାଇବା ପାଇଁ ଅପେକ୍ଷା କରିଥାଏ। ମାଂସ ଖାଇବା ନିଶାରେ ସେ ଏମିତି ଭାବରେ ମଗ୍ନ ହୋଇଯାଇଥାଏ, ବାହାରେ କ'ଣ ଘଟିଲା ନ ଘଟିଲା ସେଥିପ୍ରତି ନଜର ନଥାଏ। ଏଣେ ଧାନ ଖଳାରେ ନିଆଁ ଜଳିବାର ଦେଖି ଚାଷୀ ଏବଂ ତାର ପରିବାର ଲୋକେ ଠେଙ୍ଗା ବାଡ଼ି ଧରି ଧାଇଁ ଆସିଲେ। ବିଲୁଆ ସେମିତି ଏକଲୟରେ କୁମ୍ଭୀରଣୀକୁ ଖାଇବ ବୋଲି ଅପେକ୍ଷା କରି ଗଛମୂଳେ ବସି ରହିଥାଏ। ବିଲୁଆଟି ଗଛମୂଳେ ବସିଥିବାର ଗାଁ ଲୋକେ ଦେଖି ଠେଙ୍ଗାରେ ପାହାର ପରେ ପାହାର ପକାଇବାରେ ଲାଗିଲେ। ବିଚରା ବିଲୁଆଟି ଗାଁ ଲୋକଙ୍କ ଠେଙ୍ଗା ପାହାରରେ ସେଇଠି ସଫା ହୋଇଗଲା। ଆମ୍ଭେମାନେ ଏହି ଗଳ୍ପରୁ ଶିକ୍ଷା ଲାଭ କଲେ, ଯେ ପାଞ୍ଚେ ପରମନ୍ଦ ତା ମନ୍ଦ ପାଞ୍ଚନ୍ତି ଗୋବିନ୍ଦ। ଅତି ଲୋଭରୁ ମୃତ୍ୟୁ।